ଜୟ ଜଗନ୍ନାଥ ପିଲାମାନେ। 2025 ମ୍ୟାଟ୍ରିକ୍ ଏକ୍ଜାମ୍ ଏମ୍ଆଇଏଲ୍ କ୍ୱେଶ୍ଚିନ୍ ପେପର ଅବଜେକ୍ଟିଭ୍ କ୍ୱେଶ୍ଚିନ୍ ଗୁଡ଼ିକୁ ଆମେ ଏ ଭିଡ଼ିଓ ମାଧ୍ୟମରେ ଡିସ୍କସ୍ କରିବା ଏବଂ ନିଜେ ଚେକ୍ କରିପାରିବ କି ତୁମମାନଙ୍କର କେତୋଟି କ୍ୱେଶ୍ଚିନ୍ର ଆନ୍ସର୍ ସଠିକ୍ ଅଛି। ଆମେ ସେଟ୍ ଡିର କ୍ୱେଶ୍ଚିନ୍ ଗୁଡ଼ିକୁ ଡିସ୍କସ୍ କରିବା। ଯଦି ବି ତୁମମାନଙ୍କର ସେଟ୍ ଏ, ବି କିମ୍ବା ସି ଥାଏ ତ ସମସ୍ତଙ୍କର ଆନ୍ସର୍ ସମାନ ରହିବ। ତେବେ ୱିଦାଉଟ୍ ଡିଲେ ଚାଲ ଏ ଭିଡ଼ିଓକୁ ଷ୍ଟାର୍ଟ କରିବା। ତେବେ ପ୍ରଥମ କ୍ୱେଶ୍ଚିନ୍ ଦେଖିବା, ଓଡ଼ିଶା ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ କ'ଣ? ଯଦି ଏହାର ଦେଖିବା ସଠିକ୍ ଆନ୍ସର୍ ହେବ ଅପସନ୍ ଡି ବିବେକୀ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 2, କାଠୁରିଆ କ'ଣ ଚୋବାଇଲା ପରି ରୁଟି ଦୁଇଟା ଚୋବାଇ ଗଲା? ତ ଏହାର ସଠିକ୍ ଆନ୍ସର୍ କ'ଣ ହେବ? ଅପସନ୍ ଏ ହେବ ପାମ୍ପଡ଼। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 3, ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ପ୍ରତ୍ୟେକ ଜାଣିବେ ସେତେବେଳେ କାହାର ଧ୍ୱଜା ଉଡ଼ିବ? ଶାନ୍ତିର, ପ୍ରୀତିର, କୀର୍ତ୍ତିର, ଅପସନ୍ ଡି ଦେଲା ମୈତ୍ରୀର। ତ ଏହାର ସଠିକ୍ ଆନ୍ସର୍ ହେବ ଅପସନ୍ ଡି ମୈତ୍ରୀର। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 4, ଭାରତୀୟ ସଭ୍ୟତାର ଆଦର୍ଶ କ'ଣ ଥିଲା? ଏହାର ସଠିକ୍ ଆନ୍ସର୍ ହେଉଛି ଅପସନ୍ ବି ତ୍ୟାଗ ଓ ଆତ୍ମ ସଂଯମ। କ୍ୱେଶ୍ଚିନ୍ ନମ୍ବର 5, ମଙ୍ଗଳେ ଅଇଲା ଉଷା ପଦ୍ୟ କେଉଁ ଛନ୍ଦରେ ରଚିତ? ତ ଏହାର ସଠିକ୍ ଆନ୍ସର୍ କ'ଣ ହେବ ନା ଅପସନ୍ ସି ଚୋଖୀ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 6, କେଉଁ କବିତା ପୁସ୍ତକ ପାଇଁ କବି ଅନନ୍ତ ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଅବାନ୍ତର, ଘଟାନ୍ତର, ପଟାନ୍ତର, ଦେଶାନ୍ତର। ଏହାର ସଠିକ୍ ଆନ୍ସର୍ ହେବ ଅପସନ୍ ଏ ଅବାନ୍ତର। କ୍ୱେଶ୍ଚିନ୍ ନମ୍ବର 7, କିଣା ଯାଇଥିବା କାଠର ନାମ କ'ଣ ଥିଲା? ତ ସଠିକ୍ ଆନ୍ସର୍ କ'ଣ ହେବ? ଅପସନ୍ ସି ଧ। ଅଙ୍ଗଦ ଚୌଧୁରୀ କେଉଁ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ? ତକ୍ଷଶିଳା, ନାଳନ୍ଦା, ଉତ୍କଳ, କଳିଙ୍ଗ। ତ ରାଇଟ୍ ଆନ୍ସର୍ ହେବ ଅପସନ୍ ବି ନାଳନ୍ଦା। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 9, ବାକ୍ୟ କାହାକୁ ପ୍ରକାଶ କରିଥାଏ? ତ ସଠିକ୍ ଆନ୍ସର୍ କ'ଣ ହେବ? ମନର ଭାବକୁ। ଅପସନ୍ ସି ହେବ ସଠିକ୍ ଆନ୍ସର୍। କ୍ୱେଶ୍ଚିନ୍ ନମ୍ବର 9, କ୍ୱେଶ୍ଚିନ୍ ନମ୍ବର 10, ବାକ୍ୟରେ ଗୋଟିଏ ପଦ ଅନ୍ୟ ପଦଗୁଡ଼ିକୁ କାହିଁକି ଅପେକ୍ଷା କରେ? ତୋର ରାଇଟ୍ ଆନ୍ସର୍ କ'ଣ? ଅପସନ୍ ଡି ହେବ ଅର୍ଥବୋଧକତା ପାଇଁ। କ୍ୱେଶ୍ଚିନ୍ ନମ୍ବର 11, ବିଦେଶୀ ମାଧ୍ୟମର ଅପ୍ରାକୃତିକ ପାଚେରୀକୁ ଭାଙ୍ଗିବା ପାଇଁ ପ୍ରଥମେ କିଏ ପ୍ରୟାସ କରିଥିଲେ? ତ ସଠିକ୍ ଆନ୍ସର୍ ଅପସନ୍ ଏ ଗାନ୍ଧିଜୀ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 12, ମାତୃଭାଷା ପ୍ରତି ମମତା ନଥିବା ବ୍ୟକ୍ତିକୁ କେବେ କ'ଣ କୁହାଯାଇପାରେ ନା? ତ ସଠିକ୍ ଆନ୍ସର୍ ହେବ ଅପସନ୍ ଡି ଦେଶଭକ୍ତ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 13, ଉତ୍କଳ ଜନନୀ କାହା ଦ୍ୱାରା ପବିତ୍ର ହୋଇଛି? ରାଇଟ୍ ଆନ୍ସର୍ ହେବ ଉଟଜ ଦ୍ୱାରା। ଅପସନ୍ ସି ହେବ ସଠିକ୍ ଆନ୍ସର୍। କ୍ୱେଶ୍ଚିନ୍ ନମ୍ବର 14, ଆବର ରଡ଼ିଏ ସହିଲେ ଦୁର୍ଯ୍ୟୋଧନ କ'ଣ ହେବ ବୋଲି ଲକ୍ଷ୍ମୀ କହିଛନ୍ତି? ତୋର ସଠିକ୍ ଆନ୍ସର୍ ହେବ ଅପସନ୍ ସି ଅଜ୍ରାମ୍ବର। କ୍ୱେଶ୍ଚିନ୍ ନମ୍ବର 15, କେଉଁ ସମାସ ନାମରେ ବନାନଗତ ଅଶୁଦ୍ଧି ରହିଛି? ତ ଦ୍ୱନ୍ଦ୍ୱ ସମାସ ହେବ ସଠିକ୍ ଆନ୍ସର୍। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 16, ପଦ ସଂହତିରେ ଉପମାବାଚକ ଶବ୍ଦର ବ୍ୟବହାର ହୋଇଥିଲେ ତାକୁ କ'ଣ କୁହାଯାଏ? ତ ସଠିକ୍ ଆନ୍ସର୍ କ'ଣ ହେବ ନା ତୁଳନାତ୍ମକ ରୂଢ଼ି। ଉପମାବାଚକ ଶବ୍ଦର ବ୍ୟବହାର ହୋଇଥିଲେ ଆମେ ତାକୁ ତୁଳନାତ୍ମକ ରୂଢ଼ି କହିଥାନ୍ତି। କ୍ୱେଶ୍ଚିନ୍ ନମ୍ବର 17, ନରେନ୍ରୁ ବିବେକାନନ୍ଦକୁ ଜନ୍ମ ଦେବା ପାଇଁ କେଉଁ ସ୍ଥାନ ଏନ୍ତୁଡ଼ିଶାଳ ହୋଇଥିଲା? କ୍ୱେଶ୍ଚିନ୍ ନମ୍ବର 17, ଦକ୍ଷିଣେଶ୍ୱର କାଳୀ ମନ୍ଦିର ଆପଣ ସମସ୍ତେ ଜାଣିଥିବେ। କ୍ୱେଶ୍ଚିନ୍ ନମ୍ବର 18, ଜଣେ ଗୃହସ୍ଥ ଭକ୍ତ କେଉଁଠି ରାମକୃଷ୍ଣଙ୍କ ଶିଷ୍ୟମାନଙ୍କ ପାଇଁ ଏକ ପୁରୁଣା କୋଠା ଛାଡ଼ି ଦେଇଥିଲେ? ତ ରାଇଟ୍ ଆନ୍ସର୍ ହେବ ଅପସନ୍ ଡି ବରାହ ନଗରରେ। କ୍ୱେଶ୍ଚିନ୍ ନମ୍ବର 19 ଦେଖିବା, କେଉଁମାନେ ପ୍ରଚଳିତ ଶିକ୍ଷା ପାଖରେ ମାନବିକତାକୁ ଉତ୍ସର୍ଗ କରୁଛନ୍ତି ବୋଲି ପଠିତ ଜନ୍ମଭୂମି ପ୍ରବନ୍ଧରେ କୁହାଯାଇଛି? ତ ଏହାର ସଠିକ୍ ଆନ୍ସର୍ ଯଦି ଦେଖିବା ଅପସନ୍ ବି ହେବ ଶିକ୍ଷିତ। କ୍ୱେଶ୍ଚିନ୍ ନମ୍ବର 20 ଦେଖିବା, କେଉଁ ଗ୍ରୀଷୀୟ ଦେବତା ବିଶ୍ୱର ଭାର ବହନ କରି ପୂଜା ହୋଇଛନ୍ତି? ତ ସଠିକ୍ ଆନ୍ସର୍ ହେବ ଅପସନ୍ ବି ଏଟଲାସ୍।
ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 21 ମନୋରଞ୍ଜନ ଦାସ କେଉଁଠାରେ କାର୍ଯ୍ୟ କରୁଥିଲେ? ଦୂରଦର୍ଶନରେ, ଆକାଶବାଣୀରେ, ସଙ୍ଗୀତ ନାଟକ ଏକାଡେମୀରେ, ଯାତ୍ରା ପାର୍ଟିରେ। ତ ସଠିକ୍ ଆନ୍ସର ହେବ ଆକାଶବାଣୀରେ। କ୍ୱେଶ୍ଚିନ୍ ନମ୍ବର 22 କେତୋଟି ଦୃଶ୍ୟରେ କୋଣାର୍କ ଏକାଙ୍କିକା ବିଭକ୍ତ ହୋଇଛି? ତ କୋଣାର୍କ ଏକାଙ୍କିକା 4ଟି ଦୃଶ୍ୟରେ ବିଭକ୍ତ ହୋଇଛି। କ୍ୱେଶ୍ଚିନ୍ ନମ୍ବର 23 କେଉଁଠି ବୃଥା ପ୍ରାର୍ଥନା ଅର୍ଥ ପ୍ରକାଶ କରୁଥିବା ରୂଢ଼ି ଅଟେ? ସଠିକ୍ ଆନ୍ସର ହେବ ଅରଣ୍ୟ ରୋଦନ। କ୍ୱେଶ୍ଚିନ୍ ନମ୍ବର 24 କବିତୁଣ୍ଡ ମେଣ୍ଢାମୁଣ୍ଡ ଏହି ଲୋକବାଣୀ କେଉଁ ଅର୍ଥ ପ୍ରକାଶ କରୁଅଛି? ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ବି ଆର୍ଷ ବଚନ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 25 ଦୀର୍ଘଦେହୀ ପୁରୁଷ ବେଶ ପୋଷାକରୁ କାହା ପରି ମନେ ହେଉଥିଲେ? ତ ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ବି ସନ୍ନ୍ୟାସୀ। କ୍ୱେଶ୍ଚିନ୍ ନମ୍ବର 26 ଖ୍ରୀଷ୍ଟିଆନ ମିଶନାରୀ ମାନେ କେଉଁ ମସିହାରୁ ଓଡ଼ିଶାରେ ମିଶନ ସ୍କୁଲ ମାନ ପ୍ରତିଷ୍ଠା କରିଥିଲେ? ତାର ସଠିକ୍ ଆନ୍ସର ହେବ 1822। ଅପସନ୍ ସି ହେବ ସଠିକ୍ ଆନ୍ସର। ସୁବ୍ରତ ବୃତ୍ତିରେ କ'ଣ ଥିଲେ? ରାଇଟ୍ ଆନ୍ସର ଅପସନ୍ ବି ହେବ ଅଧ୍ୟାପକ। କ୍ୱେଶ୍ଚିନ୍ ନମ୍ବର 28 ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶୁଦ୍ଧ ରୂପ? ତ ଶୁଦ୍ଧ ରୂପ ପଚାରିଛି ଏଠି। ତ ରାଇଟ୍ ଆନ୍ସର ହେବ ଅପସନ୍ ଏ ଦିବାରାତ୍ର। ଅଞ୍ଜଳିରେ ଯଦି ହର୍ଷ ହେଇଥାନ୍ତା ତାହେଲେ ସେ ଶୁଦ୍ଧ ରୂପ ହେଇଥାନ୍ତା। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 29 ରାମଚନ୍ଦ୍ର ବିସ୍ମିତ ହୋଇ କ'ଣ ତ୍ୟାଗ କରିଥିଲେ? ଏହାର ସଠିକ୍ ଆନ୍ସର ହେବ ଅପସନ୍ ସି ନିଶ୍ୱାସ। କ୍ୱେଶ୍ଚିନ୍ ନମ୍ବର 30 ରାଧାନାଥଙ୍କ ଚିଲିକା କାବ୍ୟ ଏକ ଡ୍ୟାସ୍। ତ ଆମେ କହିପାରିବା ଏହାର ସଠିକ୍ ଆନ୍ସର ହେବ ଅପସନ୍ ଡି ଖଣ୍ଡକାବ୍ୟ। କ୍ୱେଶ୍ଚିନ୍ ନମ୍ବର 31 ଯାହାଦ୍ୱାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ ତାକୁ କ'ଣ କହନ୍ତି? ତ ଏଠି ପଚାରିଛି ଅର୍ଥ ରମଣୀୟ, ତାର ରାଇଟ୍ ଆନ୍ସର ହେବ ଅର୍ଥାଳଙ୍କାର। ଅପସନ୍ ଡି ହେବ ସଠିକ୍ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 32 ବାବୁ ନାକସିରି ଦାନ ଯୋଗ୍ୟ ଜୋସାକୁ ବିହର କାନନ କର ଆଲିଙ୍ଗନକୁ ଉକ୍ତ ପଦର ପ୍ରଥମ ପାଦରେ ଥିବା ଶ୍ଳିଷ୍ଟ ପଦ କିଏ? ତ ସଠିକ୍ ଆନ୍ସର ହେବ ଅପସନ୍ ବି ନାକସିରି। କ୍ୱେଶ୍ଚିନ୍ ନମ୍ବର 33 ମୋହ ମମତାର ନୀର ତରୁଣମାନଙ୍କ ସମ୍ମୁଖରେ କ'ଣ ସୃଷ୍ଟି କରୁଛି? ରାଇଟ୍ ଆନ୍ସର ହେବ ଅପସନ୍ ସି କୁହେଳି। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 34 କେଉଁ ନାରୀ କବିଙ୍କ ପଦ୍ୟ ତୁମ ପାଠ୍ୟ ଭାବେ ରହିଅଛି? ଅପସନ୍ ଡି ହେବ ସଠିକ୍ ଆନ୍ସର ବିଦ୍ୟୁତ୍ ପ୍ରଭା ଦେବୀ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 35 ପବନର ପ୍ରତିକୂଳରେ ସାଇକେଲ ଚାଳନା କଷ୍ଟକର ଏହି ବାକ୍ୟ କାହା ଦ୍ୱାରା ସଂକ୍ଷିପ୍ତ ହୋଇଛି? ତ ଏହା ରାଇଟ୍ ଆନ୍ସର ହେବ ଅପସନ୍ ଡି ଉପସର୍ଗ। କ୍ୱେଶ୍ଚିନ୍ ନମ୍ବର 36 କେଉଁ ଶବ୍ଦ ରୂପରେ ରୁ ପରେ ଣ ହୋଇନାହିଁ? ତ ହୋଇନାହିଁ ପଚାରିଛି, ତେଣୁ ରାଇଟ୍ ଆନ୍ସର ହେବ କୃଷ୍ଣ। ଅପସନ୍ ଏ ହେବ ସଠିକ୍ ଆନ୍ସର। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 37 କେଉଁ ଗଛ ତଳେ ହରିଗୁଡ଼ିଆର ଦୋକାନ ଥିଲା? ରାଇଟ୍ ଆନ୍ସର ହେବ ଅପସନ୍ ସି ଚାକୁଣ୍ଡା। ଗାଳ୍ପିକ ରବି ପଟ୍ଟନାୟକ ବଡ଼ ପୁଅ ବିଏ ପଢୁ ପଢୁ କ'ଣ ହୋଇଗଲା? ତ ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ଏ ହିପି। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 39 କବି ରାଧାନାଥ କାହାକୁ ଉଲ୍ଲାସର ଆତ୍ମା ପରି ମନେ କରିଛନ୍ତି? ତ ରାଇଟ୍ ଆନ୍ସର ହେବ ଏଠି ଅପସନ୍ ବି ହେବ ଗୀତ ତାନକୁ। କ୍ୱେଶ୍ଚିନ୍ ନମ୍ବର 40 ମଙ୍ଗଳେ ଅଇଲା ଉଷା ପଦ୍ୟ କେଉଁ କାବ୍ୟରୁ ଆସିଅଛି? ତ ରାଇଟ୍ ଆନ୍ସର ହେବ ଅପସନ୍ ବି ତପସ୍ୱିନୀ। ଦେନ୍ ଦେଖିବା ଆମେ କ୍ୱେଶ୍ଚିନ୍ ନମ୍ବର 41 ବାକ୍ୟରେ ସମ୍ବୋଧ ପଦ କେଉଁଠାରେ ବସେ? ତ ସମ୍ବୋଧ ପଦ କେଉଁଠାରେ ବସେ? ଏହାର ସଠିକ୍ ଆନ୍ସର ହେବ ସମ୍ବୋଧିତ ପଦ ପୂର୍ବରୁ। ଅପସନ୍ ଏ ହେବ ଏହାର ସଠିକ୍ ଆନ୍ସର, କାରଣ ସମ୍ବୋଧିତ ପଦ ପୂର୍ବରୁ ହିଁ ସମ୍ବୋଧ ପଦ ବସିଥାଏ। ମିଶ୍ର ବାକ୍ୟ କାହାକୁ କୁହାଯାଏ? ତ ସଠିକ୍ ଆନ୍ସର କ'ଣ ହେବ ନା ଯେକୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ର ବାକ୍ୟ କୁହାଯାଏ। ଅପସନ୍ ବି ହେବ ସଠିକ୍ ଆନ୍ସର। କେଉଁଠି ହଜିଛି ଖୋଜିଦିଏ ମୋର ଡ୍ୟାସ୍ ର ଚାବିକାଠି? ତ ଏହାର ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ସି ହେବ ଚେତନା। କ୍ୱେଶ୍ଚିନ୍ ନମ୍ବର 44 କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଗଦ୍ୟରେ କାନ୍ତ କବିଙ୍କ ଜୀବନର କେଉଁ ଦିଗ ଉପରେ ଆଲୋକପାତ କରାଯାଇଛି? ତ ସଠିକ୍ ଆନ୍ସର ହେବ ଅପସନ୍ ବି ସାହିତ୍ୟ କୃତି।
देन देखिए क्वेश्चन नंबर 45 कांत कविଙ୍କ कूल देवता किए? तो राइट आंसर हम ऑप्शन बी गोपीनाथ। देन देखिए क्वेश्चन नंबर 46 बंगलाश्री छंदरे केउं अक्षर उपरे जतिपाद हुए नाही? तो यार सठिक आंसर जो देखिए ऑप्शन बी हम सठिक आंसर हुए नाही पचारिछि तेणु एकादश हम यार सठिक आंसर। क्वेश्चन नंबर 47 भीम काहाकू सिंहनाद मागिथिले? ऑप्शन सी विश्वनाथଙ୍କୁ राइट आंसर। देन देखिए क्वेश्चन नंबर 48 राघवଙ୍କ ଲଙ୍କା ଯାତ୍ରାନୁକୂଳ ପଦ୍ୟ ବୈଦେହୀଶ ବିଳାସ କାବ୍ୟର କେଉଁ ଛାନ୍ଦରୁ ଆସିଅଛି? ସଠିକ ଆନ୍ସର ହବ 40 ଅପସନ ଏ ହବ ୟାର ରାଇଟ ଆନ୍ସର। କ୍वेଶ୍ଚନ ନମ୍ବର 49 ଉତ୍କଳ ଜନନୀର ଅଙ୍ଗରେ କିଏ ଶୋଭା ପାଉଛି? ତ ସଠିକ ଆନ୍ସର ହବ ଅପସନ ସି ବନଭୂମି। ଦେନ୍ କ୍वेଶ୍ଚନ ନମ୍ବର 50 ଆବିଷ୍କାର ଏଠାରେ ବିସର୍ଗ ର କଣ ହୋଇଛି? ତ ସଠିକ ଆନ୍ସର ହବ ଅପସନ बी। जदि आमे देखिबा ताले राइट आंसर हबो ऑप्शन बी। तो ये थिला तुमनकर 50 ऑब्जेक्टिव क्वेश्चन रो आंसर एवं निजे चेक कर नेबे। थैंक यू।